ତେଣୁ ପୁଅ ଏଇପରି ବିଦ୍ୟା ଅର୍ଜନ କରିଥିଲେ ରାଜା ଦିଲ୍ଲୀପ। ଯେତେବେଳେ ଏତେ ଦିନ ପରେ ବ୍ରହ୍ମା କହିଛନ୍ତି ଯେ ତୁମେ କୁଳଗୁରୁ ବଶିଷ୍ଠଙ୍କର ସେବା କଲେ ପୁଅ ହବ, ଇଏ ସୁଖ ସମ୍ବାଦ ଦୌଡ଼ିଲେ ନିଜ ସ୍ତ୍ରୀ କି ଦେବା ପାଇଁ। ମଉସା ପୁଅ ଚାକିରି ପାଇଯିବ, ଆପଣ ଶୁଣିବେ, ଘରକୁ ଦୌଡ଼ିବେନି, ମାଉସୀ ଆଗରେ କହିବେ ନା ସବୁ ପରିବାର କଥା। ବାବୁ ଯଦି ଖେଳରେ ପୁଅ ଜିତିଲା କି କୌଣସି କାରଣରୁ ଆପଣଙ୍କର କେସ୍ ଡିଗ୍ରୀ ହେଇଗଲା, ଆପଣ ଦୌଡ଼ିବେ ଆଗ ସ୍ତ୍ରୀ କି ଖବର ଦେବେ। ରାଜା ଯେତେବେଳେ ଅନେକ ଦିନର ପ୍ରାର୍ଥନାରେ ଶୁଣିଛନ୍ତି ବ୍ରହ୍ମା କହିଛନ୍ତି ଗୁରୁ ପରାମର୍ଶ ନେଲେ ପୁଅ ହବ, ବଂଶ ରକ୍ଷା ପାଇବ, କ୍ଷିପ୍ର ବେଗରେ ଦୌଡ଼ିଲେ ରାଜା ରାଣୀ ହଂସପୁର। ଗେଡୁଏ ରାଣୀ ହଂସପୁରେ ଯେତେବେଳେ ସମ୍ବାଦ ଦେବା ପାଇଁ ରାଜା ଦିଲ୍ଲୀପ ଯାଆନ୍ତି, ରାଣୀ କଣ ରାଣୀ ଅବସ୍ଥାରେ ଅଛନ୍ତି? ରାଣୀ କୋଉ ଅବସ୍ଥାରେ ଅଛନ୍ତି ରାଜା ଦୁଆର ବନ୍ଧରେ ଠିଆ ହେଇ ଦେଖୁଛନ୍ତି। କବି ଦୀନକୃଷ୍ଣ ଦାସ ବହି କମଳା କାନ୍ତ ଚଉତିସା, ମୁଁ କହିଛି ସବୁ କବିଙ୍କର ନେଇକିରି ଯିବି। କହିଲା ଖସିଛି କବରୀ ଭାର ପଡ଼ିଛି ଚରମ ପରେ, ଖସିଛି କବରୀ ଭାର ପଡ଼ିଛି ଚରମ ପରେ, ହରରିପୁ ଗଗନରେ ଯେ ହେମନ୍ତ ଶୋଭା, ହରରିପୁ ଗଗନରେ ଯେ ହେମନ୍ତ ଶୋଭା, ଏ ତ କ୍ଷୀଣ କଟି ରିପୁ ମଧୁ ଭାଲରେ ଚନ୍ଦନ ବିନ୍ଦୁ, সম্পূর্ণ উদয় দিজ রাজকীয় বা, সম্পূর্ণ উদয় দিজ রাজকীয় খঞ্জনিত কনে কুণ্ডল, খননিত কনে কুণ্ডল, খঞ্জনিত কনে কুণ্ডল, খননিত কনে কুণ্ডল, খঞ্জনিত কনে কুণ্ডল, খননিত কনে কুণ্ডল, ଖସିଛି କବରୀ ଭାର ପଡ଼ିଛି ଚରମ ପର। ରାଜା ଯେତେବେଳେ ଦୌଡ଼ି ଆସିଛନ୍ତି ଦେଖିଲେ ରାଣୀଙ୍କର ଲୋ ମା ମୁକ୍ତ କେଶ ରାଶି ଖେଳେଇ ହେଇ ପିଠି ଉପରେ ପଡ଼ିଛି। କଳାହାଣ୍ଡିଆ ମେଘ ଆକାଶରେ ଯେମିତି ଦେଖାଯାଏ ସେମିତି ଦେଖାଯାଉଛି। ଖର କହିଲେ କିରଣ, କିରଣର ରିପୁ ମେଘ ପରି ଦେଖାଯାଉଛି। କ୍ଷୀଣକଟି ରିପୁ ମଧୁ, କ୍ଷୀଣକଟି କାହାର? ସିଂହର। ସିଂହର ଶତ୍ରୁ କିଏ? ମୃଗ। ମୃଗ ନାଭି କସ୍ତୁରୀ ଆଖି ଲୁହେରେ ଧୋଇ ହେଇ ପଡ଼ିବ। କଣ ପୁଅ ବୁଝୁଛୁ? ଖର ରିପୁ ଗଗନରେ ଯେମନ୍ତ ଶୋଭା, କ୍ଷୀଣକଟି ରିପୁ ମଧୁ ଭାଲରେ ଚନ୍ଦନ ବିନ୍ଦୁ। ମୁଣ୍ଡରେ ଯୋଉ ଚନ୍ଦନ ବିନ୍ଦୁ ସତେ କଣ ଚନ୍ଦ୍ର ଉଦୟ ହେଇଛନ୍ତି କି କଳାହାଣ୍ଡିଆ ମେଘ ହଉଛି କେଶ? ଖଞ୍ଜନିତ କର୍ଣ୍ଣେ କୁଣ୍ଡଳ, ଖଗପତି ସୁତର ମୁକୁଟ ମଣ୍ଡଳ। ଖଗ କହିଲେ ଗରୁଡ଼, ଗରୁଡ଼ର ପତି କିଏ? ତାଙ୍କ ସୁତ କିଏ? କନ୍ଦର୍ପ। କନ୍ଦର୍ପ ଦର୍ପଣ ପରାୟ ମୁଖମଣ୍ଡଳଟା ମଳିନ ପରି। ଆଉ ରାଜା ଦେଖୁଛନ୍ତି କେମିତି ଦେଖାଯାଉଛି? ଗଲା ଗଙ୍ଗା ଗଜମତି ଚିର ଫଳ ମିଶ୍ରିତ, ଆଉ ଏ ଗୋଳାରୁ କାଢ଼ିଣ କିମ୍ବା ଆଉ ଏ ଗଙ୍ଗାଧର ରିପୁ ଦାନ, ଗଙ୍ଗାଧର ରିପୁ ଦାନ, ସୁନ୍ଦର ଚିନ୍ତାଧାରା। ଝିଅ ମାନେ ମା ମାନେ ସବୁ ବସି ଶୁଣ। ଏ ବାପା କେମିତି କବି କେମିତି ଶବ୍ଦ ବିନ୍ୟାସ କହିଲା ଗଜ ଶିରମୋତି ଫଳ। ଗଜ ଶିରରେ କଣ ଥାଏ? ଗଜମୋତି, ଗଜମୁକ୍ତା। ତା ଦେହରେ କଣ କରନ୍ତି? ତା ଦେହରେ ମିଶେଇ ଦେଲା ବେଳକୁ ପ୍ରବାଳ ମିଶ୍ରିତ
ଗଜମତି ହାରକୁ କଳାରୁ କାଢି ଥୋଇ ଦେଇଛି ତଳେ। ସାରା ଫପରେ ପୃଥିବୀ ପରେ ଶୋଇଛି। ମା ମାନେ ଶୁଣ, ରାଣୀଙ୍କର ଏତେ ଦୁଃଖ। ରାଣୀ ଆଉ ପଲଙ୍କରେ ନ ଶୋଇ କୋଉ ପଲଙ୍କ ନା ଗଜ କହିଲେ ହାତୀ, ତାର ରିପୁ ହଉଛି କିଏ ସେନା। ଏ ସିଂହର ରିପୁ ହେଲା ଗଜ। ଗଜଦନ୍ତ ପଲଙ୍କରେ ନ ଶୋଇ ସେ ତଳେ ଶୋଇଛି। କଣ ପୁଅ ବୁଝୁଛୁ? ଆଜି ଚିନ୍ତା କରୁଛନ୍ତି ରାଜା, ଗୋରି ମତେ କଲ କି ମାନ, ଗଙ୍ଗାଧର ଧାରି ମୁଖୀ ତୁ ମୋ ଜୀବନ। ଗଙ୍ଗାଧର ଶିବ, ଶିବ ଧାରଣ କରନ୍ତି ଚନ୍ଦ୍ରକୁ। ଚନ୍ଦ୍ରମୁଖୀ ଆଜି ଅଭିମାନ କରିକି ବସିଛି। ଧୀରେ 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 ଡାକୁଛନ୍ତି ଆଜି କିଏ ନା ରାଜା ଦିଲ୍ଲୀପ। କହିଲେ ରାଣୀ, ଆରେ ତୁମର କଣ ହେଇଛି? ତୁମେ କାହିଁ ଏମିତି ବସିଛ? ଫୁଲ ସବୁ ପିଠିରେ ମାରନ୍ତି। ରେ ଯଦି ୟାକୁ ମାରିଲୁ, ଏଠି ମୁଣ୍ଡରେ ମାରିଲୁନି, ଏଠି କଣ ମାରିଛୁ? ଏ ରାଣୀ, ଆରେ ତୁମେ ଦୁଃଖ କାହିଁ କରିଛ? କଣ ପାଇଁ ତୁମେ ବସିଛ କିଛି ମୁଁ ବୁଝିପାରୁନି। ଆସ। କ୍ଲିୟର ହଉନି ବୋଧେ। ଏ ର ପାଲାରେ ପରମ୍ପରା ଐତିହ୍ୟ। ଆଜ୍ଞା। ରାଣୀ ଆଜି ଅଭିମାନ କରିଛନ୍ତି ପୁଅ ଝିଅ ନାହିଁ ବୋଲି, କିନ୍ତୁ ରାଜାଙ୍କ ମନ ଆନନ୍ଦ। ବ୍ରହ୍ମା କହିଛନ୍ତି ଯେ ଗୁରୁଙ୍କର ପରାମର୍ଶ ନେଲେ ନିଶ୍ଚିତ ପୁଅ ହବ। ଇଏ ସୁଖ ସମ୍ବାଦ ଦେବେ କଣ? ରାଣୀ ଆଜି ପଲ୍ୟଙ୍କରେ ନ ଶୋଇ ତଳେ ଶୋଉଛନ୍ତି, ଆଖିରୁ ଲୁହ। ଡାକିଲେ ଟିକେ ଶୁଣିବନି? କଲ୍ୟାଣକାରୀ ହୁଅନ୍ତୁ ନାରାୟଣ, ବିଦ୍ୟା ବୁଦ୍ଧି ଦାନ ଦିଅନ୍ତୁ, ବୋଲ ଆନନ୍ଦ ଦେଖବା। ଗୋଟିଏ ପଦ ଗାଇବା, ଚୌପଦୀ। କବି କିଏ? କବି ହଉଛନ୍ତି କବି ସୂର୍ଯ୍ୟ ବଳଦେବ। କହିଲେ ସହି ତୁ ହି ପରା ଏଥିରେ ଯେତେ ପୁରୁଣା ସ୍ତ୍ରୀ ହଉ, ଅଭିମାନ କରିଥିଲା ବେଳେ ସ୍ୱାମୀ ଟିକେ ମନ ଭୁଲାଣିଆ କଥା କହିଦେଲେ ତା ଅଭିମାନ କୁଆଡେ ଚାଲିଯିବ। ସବୁଠେଇ ରୁହ, ସବୁଠେଇ ନିଶାପ କରିବାକୁ ଯିବ। ସ୍ୱାମୀ ସ୍ତ୍ରୀର କଳିରେ ଯିବ ନେଇଟି, ବେଳ ବୁଡକୁ ସେ କଳି କୁଆଡେ ଉଭେଇ ଯାଇଥିବ। ତେଣୁ ମନ ଭୁଲାଣିଆ କଥା କହି ମୁହଁରେ ହସ ଫୁଟେଇଲେ କହିବେ। କହିଲେ ସହି ତୁ ହି। ସେ ନାକରେ କାହିଁ ପିନ୍ଧିଛୁ? ତାକୁ କାଢିଦେ। ଆଉ କଣ ତୁ ଦେଖାଯାଉଛି ଯେମିତି ସତିକି ଖଟା ବିକିବାକୁ ଆସିଛୁ ବ୍ରହ୍ମପୁରରୁ। ମତେ ବାହା ହେଇଥିଲା କାହିଁକି? କହିଲା ସହି ତୁ ହି ପରା ମୋ ହୃଦୟ ମଣିମୟ ହାରା ମୋର ହୃଦୟ ମଣି ମୁଁ ତ ରାଜା ହେଇଛି, ରାଣୀ ହେଇକିରି ଯାଉଛି, ଆଉ ତୁ ଏମିତି କଣ ମାଛି ହୁରୁଡଉଛୁ? ତୋ ମନକୁ କଣ? ଗୋଡା ଅଖିଳ ବିଭବ ଆଖଣ୍ଡଳ ପଦ ଅଖିଳ ବିଭବ ଆଖଣ୍ଡଳ
মণি মোর হৃদয় মণি মোর হৃদয় মণি উদয় আস সুন্দরী ইরে তুমি কাহিকি অভিমান করিছ মু আজি সুসংবাদ দেবি তুমকু হে সুদক্ষিণা তুমি চিন্তা কর না আস ତମେ ଆଜି ମତେ ଡାକି ପକଉଛ କହିଲା ତେଜ ଶୁଣ ଅଳ୍ପ ଧରିବ ଆଜ୍ଞା ମୁଁ ଫଟା କଣ୍ଠିଆ ଗାୟକ ନୁହଁ ତୁମେ ଧରିଦେଲେ ମୋର ଅଡୁଆ ହେଇଯାଉଛି ଆଜ୍ଞା କହିଲା ତେଜ ମନୁମାନ ମନୁମାନ ତେଜ ସଜ কঞ্জ বদন পীরতি বিচক্ষণারে ইয়ে লাইন পাইবা পাই হলে ক্লাস করিবাকু পড়িব বড় বড় সিঙ্গর মানকর সংস্পর্শে আসিব আଜ୍ଞା। মোটা কণ্ঠিয়া ফটা কণ্ঠিয়া বদসরিয়া অনফিট ক্যান্ডিড তেজ মনুমান আরে কুয়াড়ে গলু রে প্রভাত সাউ এ মনুমান তেজ সজ কঞ্জ নয়না পীরতি হ্যাঁ ঠিক জায়গায় তো ধরিব কাম সরিব ইয়ে বিচক্ষণারে পীরতি সেମିତି କାଇଁ ଆଖି କରୁଛୁ ଚୁପ୍ ହେଇ ବସ ସେଠି ବସ ତୋ ଲାଗି ସବୁ ଭୁଲ ହେଇଯିବ ତୁ ଠିଆ ହେଲା ବେଳକୁ ମୋ ଇଣ୍ଟରେଷ୍ଟ କମି ଯାଉଛି ଇଏ ଗୋଟେ ଠିଆ ହେଲେ ଚଳନ୍ତା ତୁ ଦେଖା ଯାଉଛୁ କେମିତି ଇଏ ଉଚ୍ଚ ପାଇବ ପୀରତି ବିଚକ୍ଷଣାରେ ପୀରତି বিচক্ষণারে তেজ মনুমান ইয়ে তেজ মনুমান মনুমান তেজ সজ কঞ্জ নয়না পীরতি বিচক্ষণারে পীরতি বিচক্ষণারে ଆଉ ଛାଡ଼ ମହିଷୁଆ ଉଠ ସୁନା ଦେହା ଛାଡ଼ ମହିଷୁଆ ଉଠ ସୁନା ଦେହା ଆଉ କରାଳ କରୋନା ଆଉ କରାଳ କରଣା ଛାଡ଼ ମହିଷୁଆ ଉଠ ସୁନା ଦେହା ଆଉ କୋଟାଳ କରଣା ଆଉ କୋଟାଳ କରଣା ଗଣ୍ଡ ମଣ୍ଡଳେ ପାଣି ମଣ୍ଡା ନା ଗଣ୍ଡ ମଣ୍ଡଳେ ପାଣି ମଣ୍ଡା ତୁମେ ଗଣ୍ଡ ମଣ୍ଡଳେ ପାଣି ମଣ୍ଡା ନା ଗଣ୍ଡ ମଣ୍ଡଳେ ପାଣି ମଣ୍ଡା ହସି ଭାସ ବୀଣା ଜିଣା ମଧୁ ବଚନା ପୀରତି ବିଚକ୍ଷଣାରେ ଆଉ ଇଏ ପୀରତି ବିଚକ୍ଷଣାରେ ଆଉ ଇଏ ତେଜ ମନୁମାନ ମନୁମାନ ତେଜ ସଦ ଚନ୍ଦ୍ର ନୟନା ପୀରତି আস সুন্দরী হ্যাঁ কল্যাণকারী হুন্তু নারায়ণ বলে আনন্দে কবা হরি ବୋଲ কলা পুনমার ଆଉ ଗୋଟିଏ ବୋଲିଦେବା এই ପଦ ବୋଲିଦିଅ তুন মার 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 রে সেইটা নরম এইটা গরম তুন মার 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 রে মার রে মহি
ତମେ ବି ନାଇଁ ଚାଲୁ ସେତିକି ଅଛି। ତୁ ନ ମାର 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 ରେ ମାର ରେ କି ଷ୍ଟାଇଲ ଇଏ ଯେମିତି ମୁହଁ କରୁଛନ୍ତି ସ୍ତ୍ରୀ ଲୋକମାନେ ବି ସେମିତି କରିବେନି। ତୁ ନ ମାର 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 ରେ ମହିମା ସେ ତା ଦେହରେ ପୁରା ଫୁଲ ସାଉଣ୍ଡ ଦେଇଛନ୍ତି। ତାକୁ କୁହାଯାଉଛି ଟିକେ କମେଇ ଦିଅନ୍ତୁ। ବାବା ଟିକେ କମେଇ ଦେଲ ତାକୁ। ହଉ ଆସ ଆସ ସୁନ୍ଦରୀ ଲ ମୋ କୋଳରେ ବସ। ଆସ ସୁନ୍ଦରୀ। କାହିଁକି? ତମେ ତ ଅଣ୍ଡିଆ ରାତି ତମେ କି ବୁଝ? ଆରେ ତୁମେ ଜାଣିନା ମୁଁ ତୁମକୁ ସୁଖ ସମ୍ବାଦ ଦେବି। କୋଉ ସୁଖ କଥା କହୁଛ? ହେଁ? କୋଉ ସୁଖ କଥା କହୁଛ? ଆଉ ଆମର ଆଜି ଠାରୁ ଦୁଃଖ ରହିବନି। ମାନେ ଆବିର୍ଭାବ ହେଇ ବେଦପତି ବ୍ରହ୍ମା ଆମକୁ ପରାମର୍ଶ ଦେଇଛନ୍ତି। କହିଲେ ଆମେ କାଲି ସକାଳୁ ଯିବା କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ। ସେ ଆମକୁ ସନ୍ତାନ ହେବାର ଉପାୟ